ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଏହାକୁ ନିଜର ମତଦାନ ଦ୍ୱାରା ସମୃଦ୍ଧ କରାଯାଇପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ 16ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତଦାତାର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ତ୍ତମାନ ବୈଷୟିକ ଜ୍ଞାନ ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଶୃଙ୍ଖଳିତ ଓ ସଂସ୍କାରିତ କରାଯାଇପାରିଛି ବୋଲି କହିବା ସହ ସୁଦୃଢ଼ ଗଣତନ୍ତ୍ର ପାଇଁ ସମସ୍ତେ ମତଦାନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି 1950 ମସିହା ଆଜିର ଦିନରେ ନିର୍ବାଚନ କମିଶନ ଗଠିତ ହେବା ଅବସରରେ ଜାତୀୟ ମତଦାତା ଦିବସ ପାଳିତ ହେଉଛି। ସେବେ ବାଲେଟ ପେପର ମାଧ୍ୟମରେ ହେଉଥିବା ନିର୍ବାଚନ ବର୍ତ୍ତମାନ ଇଭିଏମ୍ ଭିଭିପାଟକୁ ରୂପାନ୍ତରିତ ହୋଇଛି। ନିର୍ବାଚନ ଏକ ସାମୂହିକ କାର୍ଯ୍ୟକ୍ରମ। ଏହାକୁ ସମସ୍ତଙ୍କ ସହଯୋଗ ଓ ସମନ୍ୱୟର ସହ ପରିଚାଳନା କରିବା ସମ୍ପର୍କରେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରଶାସନ ଡକ୍ଟର ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ ପ୍ରମୁଖ ଯୋଗଦେଇ ମତଦାନ ଗଣତନ୍ତ୍ରର ଏକ ମହାପର୍ବ, ଏଥିରେ ସମସ୍ତେ ନିଶ୍ଚିତ ସାମିଲ ହେବାକୁ ଅନୁରୋଧ କରିଥିଲେ। ଜିଲ୍ଲାରେ ପୂର୍ବରୁ 14,26,256 ଭୋଟର ଥିବାବେଳେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ 2026 ମସିହା ଜାନୁଆରୀ 24 ପର୍ଯ୍ୟନ୍ତ 8,511 ବୃଦ୍ଧି ପାଇ 14,34,767ରେ ପହଞ୍ଚିଛି। ସେହିପରି ପୂର୍ବାପେକ୍ଷା 18ରୁ 19 ବର୍ଷ ଭୋଟରଙ୍କ ସଂଖ୍ୟା 3,097 ବଢ଼ି 23,739ରେ ପହଞ୍ଚିଛି ବୋଲି ସୂଚନା ମିଳିଛି। ଗତ ନିର୍ବାଚନରେ ସଫଳ ନିର୍ବାଚନ ପରିଚାଳନା ଓ ଯୁବ ଭୋଟରମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ସଚେତନତା ପାଇଁ ସତ୍ୟବାଦ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ନିମାପଡ଼ା ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ କଣାସ ବିଡିଓଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ନୂତନ ଭୋଟରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଭୋଟର ପରିଚୟ ପତ୍ର ଓ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ବିଏଲ୍ଓ ସୁପରଭାଇଜରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା ସହ ସମସ୍ତଙ୍କୁ ମତଦାନ ପାଇଁ ସାମୂହିକ ସଂକଳ୍ପ ପାଠ କରାଇଥିଲେ। ଶେଷରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଏକ ଭୋଟର ସଚେତନତା ଶୋଭାଯାତ୍ରା ଗାନ୍ଧୀଘାଟଠାରୁ ବାହାରି ସୁଭାଷ ବୋଷ ଛକ, ୱାଇଲ୍ଡ ଗ୍ରାସ, ଟାଉନ ହଲ୍ ଛକ ଦେଇ ସଦ୍ଭାବନା ସଭାଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପୁରୀରୁ କ୍ୟାମେରାମ୍ୟାନ୍ ଦିବ୍ୟରଞ୍ଜନ ବିଷୋୟୀଙ୍କ ସହ ସୁଜିତ ମହାପାତ୍ରଙ୍କ ରିପୋର୍ଟ।